ସାର୍ ଜିଲ୍ଲାପାଳ ସାର୍ ତ ଏଭଳି ବହୁତ ଆମର ଛେଳିଗଡ଼ ମଧ୍ୟମ ଜଳକଳ୍ପ ଦ୍ୱାରା ଯେଉଁ 5 ଖଣ୍ଡି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେଉଛି, କ୍ଷତିକାର ହେଉଛି। ଏହାକୁ ଆମ ପର୍ଯ୍ୟନ୍ତ 1894 ଆକ୍ଟ ଅନୁସାରେ ଯେଉଁଟାକି ଦେଇଥିଲେ 2006 ପୋଲିସକି, ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ କୌଣସି ଥଇଥାନ କରିନାହାନ୍ତି କିମ୍ବା ଆଜି ପର୍ଯ୍ୟନ୍ତ ଲୋକଙ୍କର କ୍ଷତିପୂର୍ଣ୍ଣ ପାଇପାରୁନାହାନ୍ତି। ଯାହା ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ ଅନୁସାରେ, ଯାହା ଗଭର୍ଣ୍ଣମେଣ୍ଟ କହିଥିଲା 5 ଏକର ଜମି ଦେବେ, ଘର ତିଆରି କରିଦେବେ, ସ୍ମାର୍ଟ କଲୋନୀ କରିକି ଦେବେ, ଏସବୁ ଜିନିଷ କହିଥିଲେ। କିନ୍ତୁ ସେ କଥାରେ ରହିଯାଇଛି। ଏଭଳି ଆମେ କଲେକ୍ଟର ଅଫିସ୍ ବାର ଦୌଡ଼ିଛୁ, ତାପରେ ବି RPDC ମିଟିଂ ଯାଇଛୁ, ଏଇଟା ସାଂସଦର RPDC ମିଟିଂ ଯାଇଛୁ, ଆଉ ଡାଇରେକ୍ଟର ପାଖକୁ ଯାଇଛୁ, ଚିଫ୍ ଇଞ୍ଜିନିୟର ପାଖକୁ ଯାଇଛୁ, ଆଡ଼ିସନାଲ୍ ଚିଫ୍ ଇଞ୍ଜିନିୟର ପାଖକୁ ଯାଇଛୁ। ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ଆଉ କିମ୍ବା ଆମ ସ୍ପେଶାଲ ଏଲ୍ ଏମାନଙ୍କୁ କହିଲେ ବି ସାର୍ ଆମର କୌଣସି କଥା ରହୁନି। ଏ କଥାରେ ରହିଯାଇଛି। ଆମର ବର୍ତ୍ତମାନ ଦାବି ହେଲା, ଯେତେ ପର୍ଯ୍ୟନ୍ତ ଆମର ନୂଆ ସର୍ଭେ ପୁନଃ ସର୍ଭେ ଆଜିକା ଡେଟ୍ରେ ଦେଉନାହାନ୍ତି, ତାହେଲେ ଆଜି ଆମେ ଭିଟାମିଟି ଛାଡ଼ିବୁ ନାହିଁ। ଯାହା ଗଭର୍ଣ୍ଣମେଣ୍ଟ ଯାହା ଇଏ କଲେ ବି ଆମେ ଭିଟାମିଟି ଛାଡ଼ିବୁ ନାହିଁ। ଏ ହେଉଛି ଆମର ଚିରଧାର୍ଯ୍ୟ। ସାର୍ ଆସିଥିଲୁ ଆମେ ଆମର ଯେଉଁ ଛେଳିଗଡ଼ ଗ୍ରାମବାସୀଙ୍କର ଯେଉଁ ବୁଢ଼ୀ ଅଞ୍ଚଳ ରହିଛି, ସେମାନଙ୍କର ଯେଉଁ 15 ଦଫା ଦାବି ରହିଛି, ସେଗୁଡ଼ାକ ଯେମିତିକି ପୂରଣ ହୋଇପାରିବ, ସେଥିପାଇଁ ଆମେ କଲେକ୍ଟର ଅଫିସ୍ ଆସିଥିଲୁ ସେଇଠିକୁ, ଆଉ ସେଇଟା ମଧ୍ୟ ଦେଲୁ। ତେଣୁକରି ଆଜି ମୁଁ ବି ଚାହୁଁଛି ଯେ ମୋ ଗ୍ରାମବାସୀଙ୍କର କେମିତି ସେମାନେ ଯେଉଁ ବିସ୍ଥାପିତ ହେଉଛନ୍ତି, ସେମାନଙ୍କର ଥଇଥାନ କିପରି ସେମାନେ ଯେମିତି ଚାହୁଁଛନ୍ତି ତାହା ସେମାନଙ୍କୁ ମିଳୁ। ମୁଖ୍ୟତଃ ଦାବି ରହିଛି ସେମାନଙ୍କର ଯେମିତିକି ଥଇଥାନ, ଆଉ ଯାହା ଯେଉଁ ଅର୍ଥ ଦେଇଛନ୍ତି ତାହା ଯେମିତିକି ଟିକେ ବର୍ଦ୍ଧିତ କରାଯାଉ। ହଁ, ସେମିତି ଆହୁରି କେତେ ଗୁଡ଼ାଏ ଦାବି ଅଛି, ଯାହାକି ଏଇ ଦୁଇଟା ମୁଁ କହୁଛି।